ବୁର୍ଲା ବଡ଼ ଡାକ୍ତରଖାନାରୁ ପିଲା ଚୋରି ପଛରେ କରୁଣ କାହାଣୀ। ପୋଲିସ ସିନା ନବଜାତକୁ ଚୋରି କରିଥିବା ମହିଳାଙ୍କୁ ଧରିଲା, ହେଲେ ଘଟଣା ପଛରେ ଥିବା ଅସହାୟତା କଥା ଶୁଣି ପୋଲିସ ବି ତରଳିଗଲା। ପୋଲିସ ଆଗରେ ମହିଳା ଜଣକ ଏ କଥା କହିଛନ୍ତି, ମୁଁ ନିଃସନ୍ତାନ ଆଜ୍ଞା। ବାହାଘରର ବହୁ ବର୍ଷ ହୋଇଗଲାଣି, କିନ୍ତୁ ଏଯାଏ ମୋର ଛୁଆଟିଏ ହୋଇପାରିଲାନି। ପିଲାଟିଏ ପାଇଁ ବହୁତ ଚେଷ୍ଟା କରିଛି, ହେଲେ ଭଗବାନ ମୋତେ ଆଜି ପର୍ଯ୍ୟନ୍ତ ମା ଡାକରୁ ବଞ୍ଚିତ କରି ରଖିଛନ୍ତି। ଏଥିପାଇଁ ମୁଁ ବହୁତ କିଛି ଶୁଣିଛି। ଯିଏ ଯାହା ପାରିଲା ତାହିଟା ପରା କଲା। ପିଲାଟିଏ ନ ହେବାରୁ ସ୍ୱାମୀ ବି ବହୁତ କଥା କହୁଥିଲେ। ପାରିବାରିକ ତଥା ସାମାଜିକ ଅପବାଦକୁ ସହି ସହି ପୁରା ମୁଁ ଭାଙ୍ଗି ପଡ଼ିଥିଲି। ଆଉ ଶେଷରେ ଏମିତିଆ ଦୁର୍ବୁଦ୍ଧି ଜୁଟିଲା ମୁଣ୍ଡରେ। ଖାଲି ଆଖି ସାମ୍ନାରେ ଆସୁଥାଏ କଅଁଳ ଛୁଆର ରୂପ, କାନକୁ ଶୁଭୁଥାଏ କୁଆଁ କୁଆଁ ଡାକ। ନିଜକୁ ଅଟକାଇବା ସ୍ଥିତିରେ ହିଁ ନଥିଲି। ଭଲ ମନ୍ଦ କିଛି ବିଚାର କରିପାରିଲିନି। ଆଉ ଶେଷରେ ଏଭଳି ଏକ ବଡ଼ ଭୁଲ କରି ବସିଲି, ଯାହା ଆଜି ମୋତେ ସାଜିଦେଲା ପିଲା ଚୋରଣୀ। ହଁ ଆଜ୍ଞା, ଏମିତି କିଛି କାହାଣୀ ଥିଲା ସମ୍ବଲପୁର ବୁର୍ଲା ଭୀମସାରୁ ଶିଶୁକୁ ଚୋରି କରି ନେଇଥିବା ମହିଳାଙ୍କର, ଯାହାଙ୍କ ପାଇଁ ମା ହେବାର ସୌଭାଗ୍ୟ ତ ହେଲାନି, ହେଲେ ପିଲା ଲୋଭ ଆଜି ତାଙ୍କ ପାଇଁ ପାଲଟି ଯାଇଛି ଦୁର୍ଭାଗ୍ୟ। ସେ ଯାହା କରିଛନ୍ତି ତାହା କୌଣସି ପାପଠାରୁ କମ୍ ନୁହେଁ। ନିଜ ସ୍ୱାର୍ଥ ପାଇଁ ସେ ଆଉ ଗୋଟିଏ ମାର କୋଳକୁ ଖାଲି କରି ଦେଉଥିଲେ। କିନ୍ତୁ ଘଟଣା ଘଟାଇବା ପଛରେ ଥିବା ପ୍ରକୃତ କାହାଣୀ ଶୁଣିଲେ ଆଖିରେ ଲୁହ ଜକାଇ ଆସୁଛି। ସେ କରିଥିବା ଅପରାଧ ପାଇଁ ତାଙ୍କୁ ଦଣ୍ଡ ମିଳିବ ତ ନିଶ୍ଚୟ, କିନ୍ତୁ ତାଙ୍କୁ ଏ ଅପରାଧ କରିବାକୁ କାହିଁକି ପଡ଼ିଲା, ଏହା ପଛରେ ତାଙ୍କୁ କ'ଣ ସବୁ ଯନ୍ତ୍ରଣା ସହିବାକୁ ପଡ଼ୁଥିଲା, ଏ କଥା ବି ସାମ୍ନାକୁ ଆସିବା ଉଚିତ। ଯାହା ସୂଚନା ମିଳିଛି, ବୁର୍ଲା ଭୀମସାରୁ ଶିଶୁ ଚୋରି ଘଟଣାରେ ଅଭିଯୁକ୍ତ ଜଣକ ରେଙ୍ଗାଲିର ସାଲେପଡ଼ାର ଯଶ୍ପାଞ୍ଜଳି ଓରାମ, ଯାହାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ଶିଶୁ ଚୋରିର 2 ଦିନ ପରେ ରେଙ୍ଗାଲିସ୍ଥିତ ଗଣେଶ ନଗରରୁ ନବଜାତକୁ ଉଦ୍ଧାର କରିଥିଲା ପୋଲିସ। ଏହି ଘଟଣାରେ ଅଭିଯୁକ୍ତ ଯଶ୍ପାଞ୍ଜଳି ଓରାମ ଓ ତାଙ୍କ ସ୍ୱାମୀ ଗୋପାଳ ଓରାମଙ୍କୁ ପ୍ରଥମେ ଅଟକ ରଖି ପଚରାଉଚରା କରାଯାଇଥିଲା। ଏହାପରେ ଯଶ୍ପାଞ୍ଜଳିଙ୍କୁ ଗିରଫ କରାଯାଇଥିବା ବେଳେ ଗୋପାଳଙ୍କର ଶିଶୁ ଚୋରି ସହ କୌଣସି ସମ୍ପର୍କ ନଥିବା ପୋଲିସ କହିଥିଲା। ପାଖାପାଖି 45 ଘଣ୍ଟା ପରେ ବୁର୍ଲା ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଚୋରି ହୋଇଥିବା ଶିଶୁଟିକୁ ପୋଲିସ ଉଦ୍ଧାର କରିଛି ଏବଂ ଏକ ନାଟକୀୟ ଢଙ୍ଗରେ ମଧ୍ୟ ଉଦ୍ଧାର ହୋଇଛି। ଏବଂ ଏ ସମ୍ପୂର୍ଣ୍ଣ ଘଟଣାକୁ ଯଦି ଆମେ ଦେଖିବା ଏକ ଫିଲ୍ମ ଭଳିଆ ଲାଗିବ। ତେବେ ପ୍ରଥମେ ପୋଲିସର ଯେଉଁ ଆକ୍ସନ ରହିଥିଲା, ପୋଲିସ କେମିତି ପ୍ଲାନ୍ କଲା ଧରିବା ପାଇଁ, ଦୀର୍ଘ 45 ଘଣ୍ଟା ସମୟ ଲାଗିଲା, କେତେଟି ଟିମ୍ ଗଠନ ହୋଇଥିଲେ, କେଉଁ ଟିମ୍ କୋର୍ଟକୁ ଯାଇଥିଲେ, ସେ ସମ୍ପର୍କରେ ଆସନ୍ତୁ ସିଧାସଳଖ ଆମେ ଆଲୋଚନା କରିବା। ଆମ ସହିତ ଅଛନ୍ତି ସମ୍ବଲପୁରର ଅତିରିକ୍ତ ଏସ୍ପି ହରେଶ ପାଣ୍ଡେ ସାର୍ ଅଛନ୍ତି। ଏ ମହିଳା ଜଣକ ଆଗରୁ ବାହା ହେଇଥିଲେ ଏବଂ ତାଙ୍କର ଗୋଟେ 11 ବର୍ଷର ବି ଝିଅଟି ଅଛି। ତାଙ୍କର ସ୍ୱାମୀ ଯେହେତୁ ଛାଡ଼ି ଦେଇକି ଅଲଗା ଗୋଟେ ଜାଗାରେ ବାହା ହେଇ ପଡ଼ିଲା, ତେଣୁକରି ଏ ଛୁଆ କେମିତି ଧରାଯାଏ, କ'ଣ କରିବା, କେମିତି ତାକୁ ଲାଳନ ପାଳନ କରି ଜାଣିଥିଲେ। ଆଉ ସେଇଟା ଯେତେବେଳେ ଛୁଆକୁ ନେବା ଆଣିବା, ସେ ଟିକେଟ ଲାଇନରେ ଛିଡ଼ା ହେଇକି ଟିକେଟ କାଟିବା ଯେତେବେଳେ ସେ କଲେ, ସେ ଯେଉଁ ଆସିଥିଲେ ଛତିଶଗଡ଼ର, ସେମାନେ ମୋଲ୍ଡ ହେଇଗଲେ। ଆଉ ୟାକୁ ଏତେ ଜୋର ବିଶ୍ୱାସ କଲେ ଯେ ତାଙ୍କ ଘରକୁ ବି ସେମାନେ ବିଶ୍ୱାସ କରିନଥାନ୍ତି, କିନ୍ତୁ ୟାକୁ ବହୁତ ବିଶ୍ୱାସ କରିଗଲେ। ଏବେ ଯେଉଁ ତାର ପୁରୁଷ ବନ୍ଧୁ ଅଛନ୍ତି ଆଉ ସାଲେଭଟାରେ ସେମାନେ ରହୁଥିଲେ, ଏମାନେ ରହିବାଟା ପ୍ରାୟ 1.5 ବର୍ଷ ପାଖାପାଖି ହେଇଯିବ। ଉଭୟଙ୍କର ଯେତେବେଳେ କିଛି ବନ୍ଧୁବାସ ଆସନ୍ତି, ସେମାନଙ୍କୁ ପଚାରନ୍ତି ଯେ ଆରେ ଛୁଆ ପିଲା ତମର କିଛି ହେଇନି କି, ଏଯାଏ ଛୁଆ ଛୁଇ ହେଲେ ଭଲ ନା କହିକି ତାଙ୍କୁ ଯେତେବେଳେ କହନ୍ତି, ସେ ସ୍ତ୍ରୀ ଲୋକକୁ, ସେ ଯେଉଁ ମହିଳା ଜଣକୁ ସେଟା ତାକୁ ବାଧିଛି, ଖରାପ ଲାଗିଛି। ତାରି ଭିତରେ ବି ସେ ଗର୍ଭାବସ୍ଥା ଧାରଣ କରିଥିଲେ, କିନ୍ତୁ ତାଙ୍କର ଗର୍ଭ ନଷ୍ଟ ହୋଇଯାଇଥିଲା। ଗର୍ଭ ନଷ୍ଟ ହୋଇଥିଲେ ବି ସେ ତାଙ୍କ ସ୍ୱାମୀକୁ କହିଛନ୍ତି ଯେ ମୋର ଗର୍ଭ ଅଛି। ତାଙ୍କର ସାହି ପଡ଼ିଶାରେ ସମସ୍ତଙ୍କୁ କହିଛନ୍ତି ମୋର ଗର୍ଭ ଅଛି। ଆଉ ସେ ହସ୍ପିଟାଲକୁ ବି ରେଗୁଲାର ଚେକଅପ୍ ଯେମିତି ଯାଆନ୍ତି ସେ ସେମିତି ରେଗୁଲାର ଚେକଅପ୍ ଆସୁଥିଲେ। ତାଙ୍କ ସ୍ୱାମୀ ଯେତେବେଳେ ତାଙ୍କ ସାଙ୍ଗରେ ଯିବା ପାଇଁ କହୁଥିଲେ, ସେ କହୁଥିଲେ ତମେ ଯାଅନି, ତମେ କାମକୁ ଯାଅ, ନହେଲେ ଆମେ ଖାଇବାକୁ ପାଇବାନି।
कहीं मु आशा दीदी सांगरे मु जाऊँ किसी असुविधा ना कहीकि से कन्भिन्स करुले गोटे प्रकार जे कन्भिन्स करवा बेल एवॉइड करते स्वामी सांगरे न आसतु बोली। तेबे शिशुपुत्र को उद्धार पर भीमसार एसएमसीयू रे भर्ती करा जायछि। गत 26 तारिख अपराह्न भीमसार स्त्री रोग और प्रसूति विभाग रे घटिथिला घटना। छत्तीसगढ़ सरेईपाली अंचलर सीतादेवी दास को शिशुपुत्र चोरी करी नेथिले जसपांजलि। सीसीटीवी फुटेज जांचरू तदंत आरंभ करी तांको निकटरू शिशु को उद्धार करिबारे सफल होइथिला पुलिस। तेबे निसंतान कारणरू एभली एक अपराध घटाइथिबा से पुलिस निकटरे मानिछंती। अन्यपटे पुलिस कार्य को नहीं चारिआडू प्रशंसा करा जाउथबा बेले एही घटना एबे सबुठी चर्चार विषय पालटिछि। जसपांजलि को मानविकता दृष्टि न्याय देबाकू आलोचना हेउछि। संबलपुर श्रवण कुमार पतिंक रिपोर्ट, के न्यूज ओडिशा।